आकाशवाणी संवाद पढ़ुछंती चंदन घोष। मुख्य संवाद महिलांक मध्य आर्थिक साक्षरता एवं बीमा सचेतनता जागृत करने उद्देश्य आज बीमा सखी योजनार शुभारंभ कले प्रधानमंत्री। मानवाधिकार दिवस अवसर में आसंताकाली नुआदिल्ली आयोजित होबाक एक स्वतंत्र समारोह में उद्बोधन देवे राष्ट्रपति। जनजाति विकास पांठी सहायता द्वारा देशव्यापी 6,29,000 जनजाति परिवार उपकृत होइचंती बोली लोकसभा अर्थमंत्री सूचना। भारतीय रिजर्व बैंक परवर्ती गवर्नर हेबे राजस्थान कैडर आईएएस अधिकारी संजय मालहोत्रा एवं इंडोनेशिया रे भूस्खलन जोगु 10 जनकर मृत्यु हेबा सह 2 जन निखोज। महिलांक मध्य आर्थिक साक्षरता एवं बीमा सचेतनता जागृत करने उद्देश्य प्रधानमंत्री नरेंद्र मोदी आज बीमा सखी योजनार शुभारंभ करिसेंति। भारतीय जीवन बीमा पक्षरु प्रस्तुत एही योजना अधीन 10म श्रेणी पास करथिबा 18 रु 70 वर्ष वयस्क महिला स्वतंत्र तालीम प्रदान कराजिबा सहित प्रथम 3 वर्ष लगी स्टाइपेंड प्रदान कराजिबो। ଏହି ଅବସରରେ ହରିୟାଣାର ପାନିପତଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବୀମା ସଖୀ ଯୋଜନାର ଶୁଭାରମ୍ଭ ଦ୍ୱାରା ଏ ଦିଗରେ ଦେଶ ଆଉ ଏକ ପାଦ ଅଗ୍ରସର ହୋଇଛି। ମହିଳାଙ୍କୁ ସଶକ୍ତ କରିବା ଲାଗି ସେମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, କିଛି ବର୍ଷ ପୂର୍ବେ ତାଙ୍କ ସରକାର ଏହି ପାନିପତଠାରୁ ହିଁ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଶୁଭାରମ୍ଭ କରିଥିଲେ ଏବଂ ଏହାର ସକାରାତ୍ମକ ପ୍ରଭାବ କେବଳ ହରିୟାଣା ଉପରେ ନୁହେଁ ବରଂ ସମଗ୍ର ଦେଶରେ ଅନୁଭୂତ ହୋଇଛି। ବର୍ତ୍ତମାନ ବୀମା ସଖୀ ଯୋଜନା ମଧ୍ୟ ପାନିପତଠାରୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ହରିୟାଣା ଏକ ହେଁ ସେଫ୍ ହେ ମନ୍ତ୍ରକୁ ଆଧାର କରି ଯେଉଁ ପଥରେ ଅଗ୍ରସର ହେଉଛି, ଏହା ବର୍ତ୍ତମାନ ଦେଶର ଅବଶିଷ୍ଟ ଅଞ୍ଚଳ ଲାଗି ଏକ ଉଦାହରଣ ପାଲଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବୀମା ସଖୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ହରିୟାଣା ଗସ୍ତ ଅବସରରେ ସେ କାର୍ନାଲ ସ୍ଥିତ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍ ଲାଗି ଶିଳାନ୍ୟାସ କରିଛନ୍ତି। 495ରୁ ଊର୍ଦ୍ଧ୍ୱ ଏକର ପରିମିତ ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି କ୍ୟାମ୍ପସ୍ ଏବଂ 6ଟି ଆଞ୍ଚଳିକ ଗବେଷଣା କେନ୍ଦ୍ର ଲାଗି 700 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। 2047 ମସିହା ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଦେଶର ଯୁବବର୍ଗ ପ୍ରଗତି ପଥରେ ଯୋଗଦାନ ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଅହମ୍ମଦାବାଦଠାରେ ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜନୀତି ସମେତ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ଆମ ଯୁବବର୍ଗଙ୍କୁ ପ୍ରସ୍ତୁତ କରାଇବା ଉଚିତ। ଏଥିସହିତ ଏକ ଉତ୍ତମ ମାନବ ସମାଜ ଗଠନ ଲାଗି ଆଧ୍ୟାତ୍ମିକତା ଏବଂ ନିରନ୍ତରତା ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ଭାବେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି। ଏ ଦିଗରେ ଦେଶର ଯୁବବର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଭାରତର ପ୍ରଗତି ଦିଗରେ ରାମକୃଷ୍ଣ ମିଶନର ଉଲ୍ଲେଖନୀୟ ଅବଦାନକୁ ଶ୍ରୀ ମୋଦି ପ୍ରଶଂସା କରିବା ସହିତ ଦେଶରେ ସାମାଜିକ ଉତ୍ଥାପନ ଦିଗରେ ସନ୍ଥମାନଙ୍କର ଅବଦାନ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ମାନବାଧିକାର ଦିବସ ଅବସରରେ ନୂଆଦିଲ୍ଲୀଠାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେବେ। ପ୍ରତିବର୍ଷ ଡିସେମ୍ବର 10 ତାରିଖକୁ ମାନବାଧିକାର ଦିବସ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି, ଆମ ଅଧିକାର ଆମ ଭବିଷ୍ୟତ ବର୍ତ୍ତମାନ। ଦେଶର ଜନଜାତି ଅଞ୍ଚଳର ବିକାଶ ଲାଗି ନାବାର୍ଡ ଜନଜାତି ବିକାଶ ପାଣ୍ଠି ଅଧୀନରେ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଗତ 18 ବର୍ଷ ମଧ୍ୟରେ 1029ଟି ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କହିଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଜନଜାତି ପରିବାରଗୁଡ଼ିକୁ ସ୍ଥାୟୀ ଜୀବିକା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପଗୁଡ଼ିକ ଉଦ୍ଦିଷ୍ଟ। 2005-6 ଆର୍ଥିକ ବର୍ଷରେ ଶୁଭାରମ୍ଭ ହୋଇଥିବା ଏହି ଜନଜାତି ବିକାଶ ପାଣ୍ଠି ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା 6,29,000 ପରିବାର ଉପକୃତ ହୋଇଛନ୍ତି। ଦେଶବ୍ୟାପୀ ଜନଜାତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 2,90,00,000 ଚାରା ରୋପଣ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଛନ୍ତି। ଲୋକସଭାରେ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ଛୋଟ ଏବଂ ମଧ୍ୟମ ଚାଷୀଙ୍କୁ ପ୍ରଦାନ କରାଯାଉଥିବା କୃଷି ଋଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।
2023-24 ଆର୍ଥିକ ବର୍ଷରେ ଏହି ବର୍ଗର ଚାଷୀଙ୍କୁ ପ୍ରଦାନ କରାଯାଇଥିବା ଋଣର ପରିମାଣ 13 କୋଟି ଟଙ୍କା ଅତିକ୍ରମ କରିଛି। 2022-23ରେ 12 କୋଟି 38 ଲକ୍ଷ ଏବଂ 2021-22ରେ 11 କୋଟି 67 ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଞ୍ଜୟ ମାଲହୋତ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କର ପରବର୍ତ୍ତୀ ଗଭର୍ଣ୍ଣର ହେବେ। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି ବ୍ୟାପାର କମିଟି ଶ୍ରୀ ମାଲହୋତ୍ରାଙ୍କ ନାମକୁ ମଞ୍ଜୁରୀ ପ୍ରଦାନ କରିଛି। ଆସନ୍ତା 11 ତାରିଖଠାରୁ 3 ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। 1990 ବ୍ୟାଚ୍ର ରାଜସ୍ଥାନ କ୍ୟାଡରର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟରେ ରାଜସ୍ୱ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ମାଲହୋତ୍ରା ଶକ୍ତିକାନ୍ତ ଦାସଙ୍କ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ୱ ତୁଲାଇବେ। ଆସନ୍ତା 20 ତାରିଖ ଦିନ 6ଟି ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ 3 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ସୁଜିତ କୁମାରଙ୍କୁ ଦଳ ଟିକଟ ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ଲାଗି ରାଇଗା କ୍ରିଷ୍ଣାୟା ଏବଂ ହରିୟାଣାରୁ ରେଖା ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ମାସରେ ଏହି 6ଟି ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶର 3ଟି ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ଓ ହରିୟାଣାରୁ ଗୋଟିଏ ଲେଖାଏଁ ଆସନ ଅନ୍ତର୍ଭୁକ୍ତ। ଗତ 3 ତାରିଖରେ ଏହି ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତାକାଲି ହେଉଛି ମନୋନୟନ ପତ୍ର ଦାଖଲର ଶେଷ ଦିବସ। 20 ତାରିଖ ଦିନ ଭୋଟ ଗ୍ରହଣ କରାଯାଇ ଗଣତି ହେବ ବୋଲି ଆୟୋଗ କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ବାଂଲାଦେଶ ଗସ୍ତରେ ଯାଇ ଆଜି ଅପରାହ୍ନରେ ତାଙ୍କର ସେଠାକାର ପ୍ରତିପକ୍ଷ ମହମ୍ମଦ ଜସିମ ଉଦ୍ଦିନଙ୍କ ସହିତ ଢାକାଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ଏକ ଦିବସୀୟ ବାଂଲାଦେଶ ଗସ୍ତରେ ଯାଇ ଶ୍ରୀ ମିଶ୍ରି ଆଜି ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଢାକାଠାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଶ୍ରୀ ମିଶ୍ରି କହିଛନ୍ତି, ଭାରତ ବାଂଲାଦେଶ ସହିତ ଏକ ସକାରାତ୍ମକ, ଗଠନମୂଳକ ତଥା ଆପୋଷ ଲାଭଦାୟକ ଭାଗିଦାରୀ ସମ୍ପର୍କ ଚାହେଁ। ବିଭିନ୍ନ ପ୍ରସଙ୍ଗରେ ସେ ସେଠାରେ ଆଲୋଚନା କରିଛନ୍ତି ବୋଲି ଶ୍ରୀ ମିଶ୍ରି କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30ରେ ପ୍ରସାରିତ ହେବ। ଆଜିର ବିଷୟବସ୍ତୁ ରହିଛି ଯକ୍ଷ୍ମାମୁକ୍ତ ଭାରତ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯକ୍ଷ୍ମା ବିଭାଗ ଉପମହାନିର୍ଦ୍ଦେଶକ ପ୍ରଫେସର ଉର୍ବଶୀ ବି ସିଂ ଏବଂ ଏମ୍ସର ପଲ୍ମୋନାରୀ ମେଡିସିନ୍ ବିଭାଗର ପ୍ରଫେସର ଡକ୍ଟର ବିଜୟ ହଡ୍ଡା ଏହି ଆଲୋଚନାରେ ଅଂଶଗ୍ରହଣ କରି ବିଷୟବସ୍ତୁ ସଂକ୍ରାନ୍ତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନେ ରାତି 9:30ରୁ 011-234-21050 ଓ 011-233-14444 ନମ୍ବରକୁ ଡାଏଲ୍ କରି ନିଜ ପ୍ରଶ୍ନ ପଚାରିପାରିବେ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ମଧ୍ୟ ନିଜ ପ୍ରଶ୍ନ ପଚାରିପାରିବେ। ପଞ୍ଜାବର ଅମୃତସର ଜିଲ୍ଲା ଅନ୍ତର୍ଗତ ମାହାୱା ଗ୍ରାମ ନିକଟରେ ଥିବା ସୀମାରେ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକ୍ ଅନୁପ୍ରବେଶକାରୀ ଗତକାଲି ରାତିରେ ବିଏସ୍ଏଫ୍ ଗୁଳିରେ ନିହତ ହୋଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ମୃତ ଅନୁପ୍ରବେଶକାରୀଙ୍କୁ ସମ୍ପୃକ୍ତ ଥାନାରେ ହସ୍ତାନ୍ତର କରାଯାଇଛି। ବିଏସ୍ଏଫ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅନୁପ୍ରବେଶକାରୀ ରାତିର ଅନ୍ଧାରର ସୁଯୋଗ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଆନ୍ତର୍ଜାତିକ ସୀମାକୁ ଅତିକ୍ରମ କରିବା ନିମନ୍ତେ ଉଦ୍ୟମ କରୁଥିବା ବେଳେ ତାକୁ ସତର୍କ କରାଯାଇଥିଲା। ମାତ୍ର ସେ ନିଜ ପଥରେ ସୀମା ସୁରକ୍ଷା ବାଡ଼ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ବେଳେ ବିଏସ୍ଏଫ୍ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଇଣ୍ଡୋନେସିଆରେ ଭୂସ୍ଖଳନ ଯୋଗୁଁ 10 ଜଣଙ୍କର ମୃତ୍ୟୁ ହେବା ସହ 2 ଜଣ ନିଖୋଜ ଅଛନ୍ତି। ସେଠାକାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାଭାରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଗ୍ରାମଗୁଡ଼ିକରେ ଏହି ଭୂସ୍ଖଳନ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଜାଭା ପ୍ରଦେଶର ସୁକାଭୂମି ଜିଲ୍ଲାରେ ଭୂସ୍ଖଳନ ସହିତ ବନ୍ୟା ମଧ୍ୟ ଦେଖାଦେଇଛି। ଏହାଦ୍ୱାରା 170ରୁ ଉର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହେବା ସହିତ ପ୍ରାୟ 3000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମହିଳା ଜୁନିୟର ଏସିଆ ହକି ପ୍ରତିଯୋଗିତାରେ ଆଜି ଗ୍ରୁପ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଭାରତ ମ୍ୟାଲେସିଆକୁ ଭେଟିବ। ଭାରତୀୟ ସମୟ ରାତି 8:30ଟାରେ ଏହି ମ୍ୟାଚ୍ ଖେଳାଯିବ। ଗତ ରାତିରେ ଓମାନର ମାସ୍କଟଠାରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 13-1 ଗୋଲ୍ରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ମମତାଜ ଖାଁ 4ଟି ଗୋଲ୍ ସ୍କୋର କରିଥିବା ବେଳେ କନିକା ସିୱାଜ ଓ ଦୀପିକା ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମହିଳାଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଏବଂ ବୀମା ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆଜି ବୀମା ସଖୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ମାନବ ଅଧିକାର ଦିବସ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି। ଜନଜାତି ବିକାଶ ପାଣ୍ଠି ସହାୟତା ଦ୍ୱାରା ଦେଶବ୍ୟାପୀ 6,29,000 ଜନଜାତି ପରିବାର ଉପକୃତ ହୋଇଛନ୍ତି ବୋଲି ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ସୂଚନା। ଏବଂ
ଭାରତୀୟ ରିଜର୍ଭ ବ୍ୟାଙ୍କର ପରବର୍ତ୍ତୀ ଗଭର୍ଣ୍ଣର ହେବେ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଧିକାରୀ ସଞ୍ଜୟ ମାଲହୋତ୍ରା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।